ଦ୍ୱିତୀୟ ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ। ଅଧ୍ୟାୟର ନାମ ହେଉଛି ଘାତର ଖେଳ, ପାୱାର ପ୍ଲେ। ଘାତର ଖେଳ କହିଛି ଯେ ଖଣ୍ଡିଏ କାଗଜ ଫର୍ଦ୍ଦ ତୁମେ ନେବ। ତୁମେ ବର୍ତ୍ତମାନ ଯେଉଁ ଖାତାରେ ଲେଖୁଛ ସେଠି କାଗଜ ଫର୍ଦ୍ଦ ନେଇପାରିବ। ଏହାକୁ ଗୋଟିଏ ଥର ଭାଙ୍ଗ। ମନେକର ତୁମେ ଏଇ କାଗଜରେ ଏମିତି ଲେଖୁଛ A4 ସାଇଜ୍ ଖାତାର, ଏହାକୁ ତୁମେ କ'ଣ କରିବ? ଗୋଟେ ଥର ଭାଙ୍ଗିବ। କେମିତି ଭାଙ୍ଗିବ? ଯେମିତି ତୁମର ଇଚ୍ଛା ହେଉଛି ସେମିତି ଭାଙ୍ଗିପାରିବ। ଆମେ ମନେକର ଏମିତି ଭାଙ୍ଗିଦେଲେ, ଭାଙ୍ଗିଦେଲା ପରେ କାଗଜ ତୁମର ଏମିତି ଟିକେ ମୋଟା ହେଇଯିବ। ପୁଣି ତାକୁ କ'ଣ କରିବ? ଏମିତି ଭାଙ୍ଗିଦେବ। ତେଣୁ କାଗଜ ଏମିତି ସେପ୍ ହେଇଯିବ, ଆଉ ଟିକେ ମୋଟା ହେଇଯିବ। ତେଣୁ ଏମିତି ତୁମେ ସବୁ ତାକୁ ବାରମ୍ବାର ଭାଙ୍ଗ। ତୁମେ ଏହାକୁ ବାରମ୍ବାର କେତେ ଥର ଭାଙ୍ଗି ପାରିବ? ତେଣୁ ଇତୁ କହୁଛି, ମୁଁ ଶୁଣିଛି ଯେ ଗୋଟିଏ ଫର୍ଦ୍ଦ କାଗଜକୁ 7 ଥରରୁ ଅଧିକ ଭଙ୍ଗା ଯାଇପାରିବ ନାହିଁ। ବୋଧେ ସେ ଯେଉଁ ଖାତାରେ ଲେଖୁଛି ସେଇ ଖାତାର କାଗଜ ସେ ନେଇଛି, କାରଣ ସେ ଖାତାର କାଗଜ ଟିକେ ମୋଟା, ତେଣୁ ତାକୁ 7 ଥରରୁ ସେ ଅଧିକ ଭାଙ୍ଗି ପାରୁନାହିଁ। ରକି କହୁଛି, ଯଦି ଆମେ ଖବରକାଗଜ ବା ଟିସ୍ୟୁ ପେପର ଭଳି ପତଳା କାଗଜ ନେବା ତାହେଲେ କ'ଣ ହେବ? ସେ ଗୋଟେ ଭଲ କଥାଟା କହିଛି ରକି। ଯଦି ଆମେ ଯେତେ ପତଳା କାଗଜ ନେବା ତାକୁ ସେତେ ଅଧିକ ଥର ଆମେ ଭାଙ୍ଗି ପାରିବା। କିନ୍ତୁ ଇଏ ପିଲାଟି କ'ଣ କହୁଛି ଇତୁ, ଯେ ମୁଁ 7 ଥରରୁ ଅଧିକା ଭାଙ୍ଗି ପାରୁନାହିଁ। ତାମାନେ ସେ ଯେଉଁ ଖାତାରେ ଲେଖୁଛି ସେ ଖାତାର କାଗଜ, ଆମେ ଯେଉଁ ଖାତାରେ କାଗଜ ଲେଖୁଛନ୍ତି ସେଇ ଭଳିଆ ମୋଟା ଥିବ। ତାକୁ ତୁମେ କ'ଣ କରିବ? 7ରୁ 8 ଥର ଆଉ ଅଧିକା ଭାଙ୍ଗି ପାରିବ ନାହିଁ। ସେ ମୋଟା ହେଇଯିବ ଆଉ ଛୋଟ ବି ହେଇଯିବ। ତେଣୁ ୟାର ଆନ୍ସର୍ ଆମର କ'ଣ ହେବ? ନା ଆନ୍ସର୍ ହେବ ତୁମେ ଯେତେ ଥର ଚାହିଁବ ସେତେ ଥର ଭାଙ୍ଗି ପାରିବ। କିନ୍ତୁ ନିର୍ଭର କରୁଛି କାହା ଉପରେ? ନା କାଗଜର ମୋଟେଇ ଉପରେ। କାଗଜର ମୋଟେଇ ଉପରେ ସେଟା ନିର୍ଭର କରୁଛି। ତୁମର ମୋଟେଇଟା ଯେତେ କମ୍ ହେବ, ୟାନି କି ଯେତେ ପତଳା ହେବ, ତୁମେ ତାର ଭାଙ୍ଗଟାକୁ ସେତେ ଅଧିକ ଥର ତୁମେ ଭାଙ୍ଗି ପାରିବ। ତେଣୁ ଏଠି ଗୋଟେ କ୍ୱେଶ୍ଚନ୍ ସେ କହିଛି, ଖଣ୍ଡିଏ ଫର୍ଦ୍ଦ କାଗଜକୁ ତୁମ ଇଚ୍ଛା ଅନୁସାରେ ଯେତେ ଥର ଚାହୁଁଛ ସେତେ ଥର ଭାଙ୍ଗ କରିପାରିବ। ଏଥିରେ ତୁମକୁ କିଛି ଅସୁବିଧା ନାହିଁ। 30 ଭାଙ୍ଗ କରିବା ପରେ ଏହାର ମୋଟେଇ କେତେ ହେବ ଅନୁମାନ କର। ସେଟା ନିର୍ଭର କରୁଛି କାହାର? କାଗଜର ମୋଟେଇ ଉପରେ। ତୁମକୁ କାଗଜର ମୋଟେଇ କେତେ ଦେଇଥିବ। ଆସ ଆମେ ଦେଖିବା ଖଣ୍ଡିଏ ଫର୍ଦ୍ଦ କାଗଜକୁ 46 ଭାଙ୍ଗ କରିବା ପରେ ଏହା କେତେ ମୋଟା ହେବ। ଧରିନିଅ ଏଇ କାଗଜ ଫର୍ଦ୍ଦର ମୋଟେଇ 0.01 ସେଣ୍ଟିମିଟର। ତେଣୁ ଭାବ, ମୁଁ ଏଠି ଯେଉଁ କାଗଜଟା ନେଇଛି ଏ କାଗଜର ମୋଟେଇ ହେଲା 0.01 ସେଣ୍ଟିମିଟର। ତୁମେ ଯେତେବେଳେ କ'ଣ କରିବ? ଗୋଟେ ଭାଙ୍ଗ କରିବ। ଯେତେବେଳେ ଏକ ଭାଙ୍ଗ କରିବ ସେଥିରେ କ'ଣ ହେଇଯିବ? ନା 0.01ର 2 ମଲ୍ଟିପ୍ଲାଏ ହେଇଯିବ, ତା ଡବଲ୍ ହେଇଯିବ ତା ମୋଟେଇଟା। ପୁଣି ଯେତେବେଳେ କ'ଣ କରିବ? ତାକୁ 2 ଭାଙ୍ଗ କରିବ, ତାକୁ ଯେତେବେଳେ ପୁଣି ଦ୍ୱିତୀୟ ଥର ଭାଙ୍ଗ କରିବ ତାର ମୋଟେଇ କେତେ ହେଇଯିବ? ନା 0.01 ଇଣ୍ଟୁ 2 ପୁଣି ଇଣ୍ଟୁ 2। ତାକୁ ଯେତେବେଳେ ତୁମେ 3 ଭାଙ୍ଗ କରିବ ତାର ମୋଟେଇ କେତେ ହେଇଯିବ? ନା 0.01 ଯେତିକି ଥିଲା ବର୍ତ୍ତମାନ 3ଟା 2। ସେରମ 4 ଭାଙ୍ଗ କଲେ କେତେ ହେବ? ନା 0.01 4ଟା 2। ଏତିକି ତାର ମୋଟେଇ ହେଇଯିବ। ଆଉ ଯଦି ଆମେ ସର୍ଟରେ ବୁଝିବା ତେଣୁ ଆମେ କ'ଣ କରିପାରିବା? ସେ କହିଛି କ'ଣ? ତୁମେ 46 ଭାଙ୍ଗ କରିବ। 46 ଭାଙ୍ଗ କରିବ ନା କେତେ? ତାହେଲେ ତାର ମୋଟେଇ କେତେ ଅଛି? ଯଦି ଆମେ ଦେଖିବା ମୋଟେଇଟା ହେଉଛି 46 ଭାଙ୍ଗ ବେଳେ। 46 ଯେତେବେଳେ ଭାଙ୍ଗ ପରେ ତାର ମୋଟେଇଟା ଆମର କେତେ ହେବ? ନା 0.01 ସେଣ୍ଟିମିଟର ଇଣ୍ଟୁ ଇଏ ହେଉଛି 2ର ଘାତ 46। ମାନେ 2 କି ଆମେ 46 ଥର ଏମିତି ଗୁଣିବା, 46 ଥର, ତା ଅର୍ଥ 2ର ଘାତ 46। ଏତିକି ହେବ ତାର ମୋଟେଇ। ତୁମେ ସେଣ୍ଟିମିଟରକୁ ମିଟର, କିଲୋମିଟର ତୁମେ ଯାହା ବି କରିପାରିବ, କିନ୍ତୁ ଆନ୍ସର୍ ହେବ ଏତିକି। 46 ଭାଙ୍ଗ ପରେ ତାର ମୋଟେଇଟା ସେତିକି ହେବ। ତେଣୁ ଭାବ କେତେ, ବହୁତ ଅଧିକା ହେଇଯିବ। ସେଇଭଳିଆ ଆସ ଗୋଟେ କ୍ୱେଶ୍ଚନ୍ ଦେଖିବା ଆମେ। ଯେମିତିକି ଆମକୁ ଏଠି ଗୋଟେ ଦେଇଛି, ଯେ ବଢ଼ିଆ କଥା ଗୋଟେ ଦେଇଛି। କ'ଣ ଦେଇଛି? ନିମ୍ନ ସାରଣୀରେ ତୁମକୁ ସେ କହିଛି କ'ଣ? ନିମ୍ନ ସାରଣୀରେ ତୁମକୁ ଏଠି ମୋଟେଇ ଦେଇଛି। ଦେଖ, ଗୋଟେ ଭାଙ୍ଗ ପରେ ମୋଟେଇ କେତେ? ଯେତିକି।
ତେଣୁ ନିମ୍ନ ଶ୍ରେଣୀରେ ପ୍ରତ୍ୟେକ ଭାଙ୍ଗ ପରେ ମୋଟ ତାଲିକା ଦିଆଯାଇଛି। ଲକ୍ଷ୍ୟ କର ପ୍ରତ୍ୟେକ ଭାଙ୍ଗ ପରେ ଏହାର ମୋଟ ଗୁଣ 2 ଗୁଣ ହେଉଛି। ତେଣୁ ତା କହିବା ଅର୍ଥ ହେଉଛି ସେ ତୁମକୁ ଯେଉଁ କାଗଜଟା ଦେଇଛି ସେ କାଗଜର ମୋଟେଇ ସେ ଲେଖିନି, କିନ୍ତୁ ମୁଁ ଲେଖିଦେଉଛି ମୋଟେଇଟା ହେଉଛି 0.001 ସେଣ୍ଟିମିଟର। ତୁମେ ଯେଉଁ କାଗଜ ବର୍ତ୍ତମାନ ନେବ ସେ କାଗଜର ମୋଟେଇ, ତୁମେ ଯେତେବେଳେ ଏକ ଭାଙ୍ଗ ତାକୁ କଲ ସେ କ'ଣ କଲା ନା 0.01 ସେଣ୍ଟିମିଟର ଇଣ୍ଟୁ 2 0.002 ସେଣ୍ଟିମିଟର ଚେକ୍ କରିଦିଅ। ଏଇଟା ଗୋଟେ ଭାଙ୍ଗ ପରେ। ସେର 2 ଭାଙ୍ଗ ପରେ କ'ଣ ହେବ? ଯାହା ଥିବ ଏକ ଭାଙ୍ଗ ପରେ ପୁଣି ତାର 2 ଗୁଣା ଇଣ୍ଟୁ 2, 0.004 ସେଣ୍ଟିମିଟର। ତେଣୁ ୟାର ଗୋଟେ ସର୍ଟ ତରିକା ମୁଁ କହିଦେଉଛି। ତୁମେ ଯେତେବେଳେ 3 ଭାଙ୍ଗ କରିବ ତେଣୁ ମୋଟେ କେତେ ହେବ ମୁଁ କହିଦେଉଛି 0.001 ସେଣ୍ଟିମିଟର ଇଣ୍ଟୁ 2⁻3। ବୁଝିହେଉଛି? ତୁମେ ଯେତେବେଳେ ତାକୁ କ'ଣ କରିବ 10 ଭାଙ୍ଗ କରିବ ମୋଟେ କେତେ ହେବ ନା 0.001 ସେଣ୍ଟିମିଟର ପ୍ରଥମରୁ ଯେତିକି ଥିଲା ଇଣ୍ଟୁ 2⁻10। ଆଉ 2⁻10 ତୁମେ ଜାଣିଛ 1024। ତେଣୁ 1024ରେ ତୁମେ କ'ଣ କରିବ ଏତିକି ମଲ୍ଟିପ୍ଲାଏ କରିଦେବ, ତୁମର ଆନ୍ସର୍ ଯେତିକି ଆସିବ ସେତିକି ସେଣ୍ଟିମିଟର। କେତିକି ଆସିବ ସେ ଦେଖ 10 ଥର କଲାବେଳେ ତୁମର ଆସିବ ହେଉଛି 1.024 ସେଣ୍ଟିମିଟର ଆସିଯିବ। ବୁଝିଗଲା? ଗୁଣନ ସବୁ ଶିଖିଥିବ, ଶିଖିଛ ନା ନାହିଁ? ଏଇଟା 1/1000 ହେଇଗଲା। ଦେଖୁନ ନା ଏଥିରେ ଗୁଣି ଦେନେ କେତେ ହେବ ମୁଁ ତୁମକୁ ଦେଖି ଦେଉଛି। ଏଠି ଗୁଣିକି ତୁମକୁ ଦେଖି ଦେଉଛି। ତେଣୁ ୟା ଦେହରେ ଗୁଣିନା ଆମର ଏଇଟା କେତେ ହେଲା 1024। ବର୍ତ୍ତମାନ ମୁଁ ଯଦି ଦେଖିଦେବା ଏଇଟା ହେଉଛି 1024, ଇଏ ହେଲା 1/11 3ଟା ଶୂନ। ବର୍ତ୍ତମାନ କେତେ ହେଲା ନା 1024/1ରେ କେତେଟା ଶୂନ? 3ଟା ଶୂନ। ଦଶମିକ ସ୍ଥାନ କେତେଟା? 3ଟା ଛାଡ଼ିକି ବସିବ, ଏଇଠି ବସିବ। ତେଣୁ 1.024 ସେଣ୍ଟିମିଟର ଚେକ୍ କରିଦିଅ। 1.202 ସେଣ୍ଟିମିଟର। ତେଣୁ ଏଇଗୁଡ଼ା ତୁମକୁ ଯଦି ସେ କ୍ୱେଶ୍ଚିନ୍ କୁହେ, ବଡ଼ ଇଣ୍ଟରେଷ୍ଟିଂ କଥା ନା ନାହିଁ? ତେଣୁ ତୁମକୁ ଯଦି ବର୍ତ୍ତମାନ ସେ କ୍ୱେଶ୍ଚିନ୍ କହିଲା ଯେ ସାରେ ଆମକୁ 15 ଭାଙ୍ଗ ପରେ କେତେ କାଗଜର ମୋଟେଇ ହେଇଥିବ, ବଢ଼ିଆ କଥା କହିଲା। କିନ୍ତୁ 15 ଭାଙ୍ଗ ପରେ କାଗଜର ମୋଟେଇ କେତେ ହେଇଥିବ? 15 ଭାଙ୍ଗ ପରେ ମାନେ ପ୍ରଥମରୁ କେତେ ଥିଲା 0.001, ଯେତିକି ତୁମ କାଗଜ ନେଲା ବେଳେ ଥିବ ମୋଟେଇ, ଇଣ୍ଟୁ 2⁻10 କେତେ 15। ଇଏ ହେବ ତୁମର ଆନ୍ସର୍। ଇଏ ହେଉଛି ସର୍ଟ ଟ୍ରିକ୍ସ ହେଲା। ବର୍ତ୍ତମାନ ସେ କହୁଛି 30 ଭାଙ୍ଗ ଓ 45 ଭାଙ୍ଗ ପରେ ମୋଟେଇ କେତେ ହେବ ବୋଲି ତୁମେ ଅନୁମାନ କରୁଛ। ଅନୁମାନ କରୁଛୁ କ'ଣ? ମୁଁ ଡାଇରେକ୍ଟ କହିଦେଉଛି ତୁମକୁ ଯେ ପ୍ରଥମରୁ ମୋଟେଇ ଥିଲା 0.001 ସେଣ୍ଟିମିଟର। ବର୍ତ୍ତମାନ ଗୁଣିଦେବା 2⁻30। ଏଇଟା ହେଉଛି 30 ଭାଙ୍ଗ ପରେ। 30 ଭାଙ୍ଗ ପରେ ସେ କହୁଛି 45 ଭାଙ୍ଗ ପରେ କେତେ ହେଇଥିବ? 45 ଭାଙ୍ଗ ପରେ ହେବ କାଗଜର ମୋଟେଇ ଯେତିକି ତୁମର ଥିଲା ଇଣ୍ଟୁ 2⁻10 କେତେ 45। ବଢ଼ିଆ ଇଣ୍ଟରେଷ୍ଟିଂ କଥା ଏସବୁ। ବୁଝ ନା? ଦେଖ 20 ବେଳେ ବି ସେ କେତେ କହିଛି ଦେଖ। 20 ବେଳେ ସେ କହିଛି 10⁻ମିଟର। ତ ସେଣ୍ଟିମିଟରକୁ ମିଟର କରିଛି, ତାମାନେ ସେଣ୍ଟିମିଟରକୁ ମିଟର କରାଯିବ କେତେବେଳେ? ଯେତେବେଳେ ସେଣ୍ଟିମିଟରକୁ ଆମେ ମିଟର କରିବା, ଆମେ 100 ହରିଦେବା। 100 ହରିଦେଲେ ଜଣାପଡ଼ିଯିବ। ମୁଁ ଗୋଟେ ତୁମକୁ ଦେଖାଇ ଦେଉଛି, ତୁମେ କହିବ ସାର୍ ଏଟା ଆନ୍ସର୍ କେମିତି ଆସିଲା? ମୁଁ ତୁମକୁ ଖାଲି ଗୋଟେ ଦେଖାଇ ଦେଉଛି ଏଠି। ଦେଖ ଆମ ହିସାବର 20 ଭାଙ୍ଗ ପରେ କେତେ ହେବ ନା 0.001 ଇଣ୍ଟୁ 2⁻20। ତେଣୁ 2⁻20କୁ ମୁଁ ଲେଖିପାରିବି ଏମିତି, ଏଇଟା ଲେଖିପାରିବି 1/1000। ଏଇଟା ଲେଖିଦେବି କେତେ ନା 2⁻10 ଇଣ୍ଟୁ 2⁻10। ତେଣୁ ଇଏ ହେଲା 1024। ୟା ମୂଲ୍ୟ ବି 1024। ତଳେ ରହିଲା ଆମର ଏଠି 1/1000। ତେଣୁ ବର୍ତ୍ତମାନ ଇଏ 1024ର ଏଟା ଗୁଣିଲେ ଆମର କେତେ ହେଇଯିବ? 1024 ଗୁଣି ଦେଲେ 1024 ଗୁଣି ଦେବ 4 4 16 6 ହେଲା 1, 4 2 8 1 9, 4 0 0 4 1 4। 1024 ଦୁଣେ ହେଲେ 2048, 2 8, 2 2 4, 2 0 0, 2 2 2।
तापर है केते 0 0 0 0 तापर है 4 2 0 1 बर्तमान आम 11 पकईदे 6 9 8 17 7 9 1 5 4 4 8 2 2 2 2 4 0 1 दशम स्थान पर बर्तमान देखिए के 1 0 4 1 0 4 8 5 7 6 बाई 1 के शून्य 3टा शून्य तो बर्तमान के दशम स्थान डाण पटर 3टा छाड़ी बस तेणु 1048 लिख दूसरी 1048 .576 सेंटीमीटर एक जब मुझे मीटर करमी के ना मीटर कने मु 100 करमी तो दशम स्थान कौन हो दीटा पुणी पची ये बस 10.48576 मीटर के लिखाई देखनी 10.4 तेना पाखापाखि सी ना 10.4 मैंने गोटे स्थान पर्यटन जाइए देख मीटर सेरम भाव जदि आम 30 भांग करा मोटे के 30 भांग करा माने मोटे के हम ना जी मोटे थी के 0.001 बर्तमान 2 घात 30 मल्टीप्लाय हम 1024 पुणी 1024 आउ गए 1024 मल्टीप्लाय हम ना 1024 गुण के जी या सहित पुणी 1024 गुण तुम जी हम से कौन सेंटीमीटर ताको मीटर कने 100 हर पुणी मीटर किलोमीटर कने तुम 1000 हर तेणु सेमती सी कर देखला केते हूँ तार 27 भांग पर देख 1.3 किलोमीटर तमें ये मीटर जो बाहर थो से 1000 हरदेने से पुणी किलोमीटर हो तेणु एमती भांग 30 भांग पर कागजर मोटे पाखापाखि हो 10.7 किलोमीटर किलोमीटर प्रथम सेंटीमीटर थिला सेंटीमीटर को 100 हरिक मीटर कले आम पुणी जब आम चाहूँ बर्तमान किलोमीटर करने सेंटीमीटर को 100 हरिक मीटर को पलैसा पुणी मीटर 1000 हरिदेने मैंने 3टा स्थान पछे दशमी स्थान राणपटर से किलोमीटर हो तेणु 30 भांग पर पाखापाखि 10.7 किलोमीटर कागजर मोटे हो खाली जानवर ना 10.7 किलोमीटर जब आम तुलना करिया बासुदेवपुर जामझाड़ी जी रास्ता से मोटा से दौड़ पकईद जी हाइट से हाइट तुम कागज मोटा हो जहाँकि उड़ाजाहाज उड़ुवा उच्चता सहित समान ना कागज मोटा के महासागर मध्य गभीरतम गंड जो मेरीना ट्रेंच जानते तार गभीरता 11 किलोमीटर तुम कागज से हाइट हो ना तुम तुलना कर एवं कही कौन 46 भांग पर कागजर मोटे केते निजको पाखापाखि 46 भांग पर मान के 0.001 सेंटीमीटर इंटू 2 घात 46 से हम सेंटीमीटर ताको तुम मीटर कर 100 हर जो तुम चाहते मुझे मीटर करमी के हर 100 पुणी जब चाहते मीटर को पुणी किलोमीटर करमी तेना पुणी के जी बाहर थो पुणी 1000 हर बुझे ना बुझे तेणु तुम ये से कही 46 भांग पर मोटे प्राय 7 लक्ष किलोमीटर होबार तथ्यटी अविश्वसनीय मन हो पारे किंतु कौन कर तो सत तेणु गुणात्मक वृद्धि ये हूँ क्षमता यह घातीय वृद्धि कहते तेणु आम जहाँ सब लिखी देख भांग 10 बेले एति ये गोटे इंटरेस्टिंग कथा तुमको से कही तुम जो भांग करुच आम जो कागज को भांग कले ये गोटे जिनस को तुम मार्क कर कौन मार्क कर ना जो 0 ରୁ 10 मनकर जो कागज भांग हो नाला खाली कागज आम पाखे थिला कागजर मोटे थिला 0.001 जो 10 भांग मु कली 10 भांग मु कली मोर मोटे बर्तमान केते हैला 10 भांग पर केते हैला मोर 0.001 इंटू 2 घात केते 10 सेंटीमीटर एक जो मुझे एनसर काढ़ी तेणु 1 बाई ये है 1 3टा शून्य दशम 3टा अंक अच्छे इंटू 2 घात 10 मान
2 ର ଘାତ 10 ମାନେ ସେଟା ହେଉଛି 1024, ସେଟା ହେଉଛି 1024 ହେଲା। 1024 ମାନେ କେତେ ହେଲା ଏଟା? ତାଙ୍କ ଦଶମିକ ସ୍ଥାନ 3ଟା ଛାଡ଼ିକି ବସିବ 1.024 1.024 ସେଣ୍ଟିମିଟର। ତାହେଲେ ବର୍ତ୍ତମାନ 0.01 ଥିଲା ଆମର କାଗଜ, 10 ଭାଗ ପରେ ମୋଟେଇ ଏତିକି ହେଇଗଲା। ତାହେଲେ ଯଦି ପଚାରିବି କେତେ ଗୁଣା ବୃଦ୍ଧି ହେଲା, କେତେ ଗୁଣା ବୃଦ୍ଧି ହେଲା, ତମେ କ'ଣ କରିବ, ୟାକୁ ନେଇକି ୟା ଦ୍ୱାରା ହରିଦେବ, ୟାକୁ ନେଇ କ'ଣ କରିବ, ୟା ଦ୍ୱାରା ହରିଦେବ। ତେଣୁ ହରିଦେଲେ କେତେ ଆସିବ ତମର, ହରିଦିଅ 1.024 by 0.001। ତେଣୁ ୟା ଦେହର ହରିଦେନେ ଆମକୁ କେତେ ପଡ଼ିବ ନା 1024 ପଡ଼ିବ, 1024। ବଡ଼ ଇଣ୍ଟରେଷ୍ଟିଂ କଥା, ଆରେ ୟା ଦେହର 1024 ଗୁଣେ ଏତିକି ପାଇବ, ଏତିକିର ପୁଣି ଇଏ ହରିନେ କେତେ ପାଇବ 1024। ତାହେଲେ 0ରୁ 10 ଭାଗ କଲାବେଳେ ମୋର ମୋଟେଇ ଥିଲା କେତେ 0.001, ସେଟା ହେଇଗଲା କେତେ 1.024 ସେଣ୍ଟିମିଟର। ତେଣୁ ମୁଁ ଯଦି କେତେ ଗୁଣା ବୃଦ୍ଧି ହେଲା ତାହେଲେ ହରିଦ, ମନେକର ତମର ମୋଟେଇ ଥିଲା ମନେକର 5, 5ରୁ ତମ ମୋଟେଇ ହେଲା 100, ତାହେଲେ କେତେ ଗୁଣା ବୃଦ୍ଧି ହେଲା ତମେ ହରିବ ନା, ତମେ ହରିବ 20 ଗୁଣା। ସେରମ ମୋର ଥିଲା 0.01 ଏବେ ହେଲା 1.024, ତେଣୁ ମୁଁ ୟା ଦ୍ୱାରା ୟାକୁ ହରିଦେନେ ମୋର ଏତିକି ଆସିବ। କେମିତି ହରିବ ନା ଏଇଟା କରିଦେବ କେତେ 1024 ବାଇ 1000, 1 ବାଇ 1000, 1000 କଟିଗଲା 1024 ବାଇ 1 ଯେ 1024 ଆଉ, ବୁଝୁଛି ନା ବୁଝୁନି, ତମେ ତାକୁ ଦେଖୁଥିବ। ତେଣୁ ସେ କହିଛି ବଢ଼ିଆ ଇଣ୍ଟରେଷ୍ଟିଂ କଥା ଗୋଟେ କହିଛି ସେ, ଯେତେବେଳେ 0ରୁ 10 ଭାଗ ପର୍ଯ୍ୟନ୍ତ ଯିବା କାଗଜର ମୋଟେଇ ଏତିକି ଥିଲା, ଏବେ କାଗଜର ମୋଟେଇ ହେଇଛି ଏତିକି, ଆଗରୁ କାଗଜର ମୋଟେଇ ସେତିକି ଥିଲା, ଏବେ କାଗଜର ମୋଟେଇ ହେଇଛି ଏତିକି, କାରଣ 2 ରୁ 10 ଗୁଣା ହେଇଛି। ତେଣୁ ଇଏ କେତେ ଗୁଣା ୟାର ନା 1024 ଗୁଣା। ସେରମ ଯଦି ତମେ ଦେଖିବ 20ରୁ 30 ଥର ବେଳେ କେତେ ଗୁଣା କାଗଜର ବୃଦ୍ଧି ହେଇଛି, ସେଇ 1024 ଗୁଣ, ସେଇ 1024 ଗୁଣ। 10ରୁ 20 କ୍ଷେତ୍ରରେ ବି କେତେ ଗୁଣା ବୃଦ୍ଧି ହେଇଛି 1024, 20ରୁ 30ରେ ବି 1024, 30ରୁ 40 ବି 1024। ଯେତେବେଳେ 30 ବେଳେ ଯଦି କାଗଜର ମୋଟେଇ ଥିବ ତମେ ଯଦି ତାକୁ 40 ଥର ଭାଙ୍ଗିବ ତା କାଗଜର ମୋଟେଇ ବି କେତେ ହବ 2 ର ଘାତ 10, ତାର 1024 ଗୁଣା ବୃଦ୍ଧି ହେଇଯିବ, ବୁଝିଲ ନାହିଁ। ଭାଙ୍ଗ 30ରୁ 40 ବେଳେ ବି କେତେ ଗୁଣା ବୃଦ୍ଧି ହବ ନା 0ରୁ 10 ବେଳେ 10 ଗ୍ୟାପ୍, ତେଣୁ 2 ର ଘାତ 10 ଗୁଣା ବୃଦ୍ଧି ହେଲା। 10ରୁ 20 ବେଳେ ଯେତିକି ମୋଟେଇ ଥିବ 10 ଗୁଣା ବୃଦ୍ଧି ହବ। 20ରୁ 30 ବେଳେ ଯେତିକି ମୋଟେଇ ଥିବ 2 ର ଘାତ 10 ଗୁଣା, 2 ର ଘାତ 10 ମାନେ କେତେ 1024 ଗୁଣା। 30ରୁ 40 ବେଳେ କେତେ ହବ ମୋଟେଇ, ଯେତିକି ମୋଟେଇ ଥିବ ତାର ପୁଣି 2 ର ଘାତ 10 ଗୁଣା ଯିବ, ମାନେ 1024 ଗୁଣା ହେଇଯିବ କାଗଜର ମୋଟେଇ। ଜାଣିବା ପାଇଁ ଚାହୁଁଛ ହରିଦେବ। ଦେଖ ଏଠି 10ରୁ 20 ବେଳେ କ'ଣ ଥିଲା ନା 20 ବେଳେ ତାର ମୋଟେଇ ଥିଲା ଏତିକି, ଏଇଟା ହେଉଛି 20 ବେଳେ, ବୁଝ ନା ବୁଝ ନା। ଏଇଠି ମୁଁ କ୍ଲିୟର କରିଦେଉଛି ତୁମକୁ, ଏଇ ଯେଉଁ ଭ୍ୟାଲୁଟା ଶୋଇ ଦେଇଛି ସେ ଏଇ ଯେଉଁ 0 ବେଳେ କାଗଜର ମୋଟେଇ ଥିଲା, 0 ବେଳେ କାଗଜର ମୋଟେଇ ଥିଲା କେତେ ଏତିକି, 10 ବେଳେ କାଗଜର ମୋଟେଇ ଏତିକି। ତେଣୁ କେତେ ଗୁଣା ବୃଦ୍ଧି ପାଇଲା ନା ତମେ ବଡ଼କୁ ସାନ ଦ୍ୱାରା ହରିଦେବ, ବଡ଼କୁ ସାନ ଦ୍ୱାରା ହରିଦେବ, ବାହାରି ପଡ଼ିବ 1024। ଆଚ୍ଛା 10ରୁ 20 ଯେତେବେଳେ ଭାଙ୍ଗ କଲ, ଭାଙ୍ଗ 10 ନମ୍ବର ଭାଙ୍ଗରୁ 20 ନମ୍ବର ଭାଙ୍ଗ, 11, 12, 13 ଭାଙ୍ଗିଆ 20 ପର୍ଯ୍ୟନ୍ତ ଭାଙ୍ଗ ଗଲ, 20 ଭାଙ୍ଗ ପରେ ମୋଟେଇ କେତେ ହେଇଥିବ ଏତିକି ହେଇଥିବ ତମର ମୋଟେଇ 20 ଭାଙ୍ଗ ପରେ। 10 ଭାଙ୍ଗ ବେଳେ ମୋଟେଇ କେତେ ଥିଲା ଏତିକି, ଦେଖୁନ 10 ଭାଙ୍ଗ ବେଳେ ମୋଟେଇ ଏତିକି ଥିଲା। ତେଣୁ ୟା ଦ୍ୱାରା ତମେ ଯଦି ୟାକୁ ହରିଦେବ, ୟା ଦ୍ୱାରା ୟାକୁ ଯଦି ତମେ ହରିଦେବ ତୁମକୁ 1024 ମିଳିବ। ତାପରେ ହେଲା 20ରୁ 30, 30 ଭାଙ୍ଗ ପରେ ତୁମର ମୋଟେଇ ଏତିକି କିଲୋମିଟର ହେଇଥିବ, ତମେ ସେଣ୍ଟିମିଟରରୁ ମିଟର, ମିଟରରୁ କିଲୋମିଟର ମାନେ 1000 ହରିବ, ତମର ଏତିକି ହେଇଥିବ, ବୁଝ ନା ବୁଝୁନ। ଆଉ ତାପରେ କ'ଣ କରିବ ତୁମେ, କ'ଣ କରିବ ଇଏ 20 ବେଳେ ଥିଲା ହେଉଛି ଏତିକି, ତୁମେ କିଲୋମିଟରକୁ ଆଗରେ ମିଟର କରିଦେଇକି 1000 ଗୁଣିଦେବ, ତାପରେ ୟାକୁ ୟା ଦ୍ୱାରା ହରିଦେବ, ତୁମର ଆନ୍ସର୍ ଆସିଯିବ 1024। 30ରୁ 40 ବେଳେ ବି 1024। ଗୋଟେ ଇଣ୍ଟରେଷ୍ଟିଂ କଥା ପାଇଲେ ନା ପାଇଲେନି, କେତେ ଗୁଣା ବୃଦ୍ଧି ହେଉଛି ନା। ତମେ 10 ଥର ଜମ୍ପ କରୁଛ ମାନେ 2 ର ଘାତ 10 ଯେ 1024। ତ ଏଠି ସେ କହିଛି ଗୋଟେ ଘାତୈକ୍ୟ ସଂକେତ, ଭଲ କଥା ଗୋଟେ କହିଛି।
घातंकीय संकेत कौन ये पूरा डिटेल्स पूरा क्लियर कागज भंगा भंगी क्वेश्चन कर आराम से कर हाँ सी जो कथा मुझे कही से कथा छोटा सी लिखी तो मुझे खाली गोटे कथा मुझे कहीदे जे 2 घात 4 माने आम 2 की 4 थर गुणवा जमी मुझे तुमको कहूँ 2 घात 10 1024 कमी कहूँ 2 घात 10 माने 2 की आम 10 थर गुणवा 2 की आने 10 थर 4 4 8 10 थर गुणिया आमको 1024 मिले सेमती मनकर एन को एन सहित गुणनी के एन स्क्वायर बुझे ना बुझान एन को एन सहित गुणने के एन स्क्वायर बर्तमान से कौन कही से एन को जब मुझे कौन करमी 3 थर गुणीमी तेने के एन घात क्यू जदि एन को मुझे 4 थर गुणीबी एन घात 4 जदि मुझे एन को 7 थर गुणीबी एन को मुझे 7 थर गुणीबी तेने एन घात के 7 बुझे ना मनकर मुझे बर्तमान कहीपरि जे एन को मनकर मुझे गुणिका गुणिका 50 थर गुणिनी 50 थर गुणिले मोर गुणफल के एन घात 50 2 की 2 थर गुणने मोर 2 घात 2 जे 4 2 को जब मुझे कमी 3 थर गुणीमी मोर 2 घात 3 आस जे 2 दूने 4 2 8 बुझे ना बुझान तेणु से भाया जदि क्वेश्चन मत पचारे क्वेश्चन जदि मत पचारा जदि मु एन को कौन करी ए थर गुणे एन गुणन एन ए थर गुणे 50 थर गुणे घात 50 होता मु बर्तमान ए थर गुणी मोर एन घात के असुविधा कौन तेणु बर्तमान पचार 625 घातंकीय संकेत के तेणु 625 घातंकीय संकेत काटापी एक स्थान 5 5 पड़ो 5 के 5 1 2 5 10 2 5 5 25 पुणी 5 पॉइंट 25 पुणी 5 पॉइंट 5 5 के 5 बर्तमान आम कौन लिखिपर ना 625 की आम लिखिपर जे केतरा 5 ना 4टा 5 यानी कि 5 घात 4 बुझे ना बुझे तो लिखिपर 5 घात 4 है आ गोटे कथा कौन देखुची 2 घात 10 के 1024 मुझे कही 2 घात 10 मैंने 2 की आम के थर गुणिया एमती 10 थर 10 थर गुणिया जीवा बोलने आम पाइया के 1024 तेणु से कही प्रति 10 थर भांगिया पर मोटे केते गुणा बढ़ू 2 घात 10 बढ़ी हो प्रति 10 थर बुझे ना बुझे तेणु एक कागज खतर 10 थर भांगिया पर तार मोटे परिप्रकाश किभଳି हम प्रारंभिक मोटे देची भि तेणु मोटे प्रथम रु मोटे तुमको से देची भि माने जो कागज ये कागज मोटे देची भि तेणु 10 थर भांगिया पर 10 थर भांगिया पर मोटे केते हितो छुआ मु तुमको कही जति मोटे प्रथम रु थी प्रथम रु केते मोटे थिला भि बर्तमान 2 घात के 10 केवल गुणा हो तुम 2 थर भांगिल 2 घात 2 गुणा जीव 3 थर भांगिल 2 घात 3 गुणा जीव 10 थर भांगिल 2 घात मु 10 गुणीमी तो मोर आंसर होटा हूँ करेक्ट आंसर भीटा परीक्षा पूर्ण कर आउ भल होता जो तुमको आंसर एमती भी दे था 1024 भि ये भी ठीक एटा भी ठीक एटा भी ठीक एटा गुणीदेव गुणीदेव 1024 तापर से घातकीय संकेतर किसी अधिक उदाहरण यहाँ आम आज भिडियो टी बेस लेंदी हो तेना आम नेक्स्ट क्लास कौन करिया यूट्यूब तुमको जिनस आउ टे पढ़े देमी क्लीयर हो ना कमेंट बॉक्स रे कह पूरा डिटेल जिन बुझाई तुम निजे नहीं कागज तार मोटे तुम निजे निजे बाहर कर गोटे कथा मुझे तुमको ये कहीदे जे आमर यूट्यूब पाठ रोचे कौन ये घातंकीय संकेतर किसी अधिक उदाहरण ये आम नेक्स्ट क्लास चर्चा करवा तुम खाली गोटे जिनस ये बुझिल मन रख जो सेंटीमीटर रु
ତୁମେ ମିଟର କରିବ ସେତେବେଳେ ତୁମେ 100 ହରିବ। ଆଉ ଯେତେବେଳେ ତୁମକୁ ଆମର ମିଟରରୁ ଆମେ କିଲୋମିଟର କରିବା ସେତେବେଳେ ଆମେ 1000 ହରିଦେବା ହେଲା। ଆଉ ତା ଉଲ୍ଟା ବି ମନେ କରିବ, ମିଟରରୁ ସେଣ୍ଟିମିଟର କନେ ଏଣୁ ତ ମିଟରରୁ 1/2 ସେଣ୍ଟିମିଟର, ତାହେଲେ ସେଠି ତୁମେ ଗୁଣିବ। ଆଉ ଯଦି ପଚାରୁଥିବ କିଲୋମିଟରରୁ ମିଟର, ତାହେଲେ ସେଠି 1000 ଗୁଣିବ। କିନ୍ତୁ ଉଲ୍ଟା ଆସିନି, ମାନେ ସାନରୁ ବଡ଼ ଆସିନି, ସେଣ୍ଟିମିଟର ମିଟର ତୁମେ ସେଠି ହରିବ। ବୁଝିଲ ବୁଝିବନି? ଏଇଟାକୁ ମନେ ରଖିକି ତୁମେ ଦେଖିବ, ସେଟା ଆରାମସେ ବୁଝି ହେବ। ଯଦି ବୁଝି ନ ହେବ ମୋତେ ତାହେଲେ କମେଣ୍ଟ ବକ୍ସରେ କହିଲେ ମୁଁ ଆଉଥରେ ବୁଝିବି। ଓକେ, ଥ୍ୟାଙ୍କ ୟୁ। ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ତୁମ ନିଜେ ଦେଖ, ଅନ୍ୟମାନଙ୍କୁ ବି ଦେଖାଅ, ସାଙ୍ଗମାନଙ୍କ ସହିତ ସେୟାର କର। ନ ବୁଝିପାରିଲେ କମେଣ୍ଟ ବକ୍ସରେ ଜଣାଅ, ମୁଁ ଆଉଥରେ ଚେଷ୍ଟା କରିବି ତା'ର ଗୋଟେ ଭଲ ଭିଡ଼ିଓ ପୁଣି ନେବା ପାଇଁ। କିନ୍ତୁ ପ୍ରାୟ ବୁଝି ହେବ। ଥରେ ଦୁଇଥର କାଗଜରେ ଲେଖ, ଖାତାରେ ଦେଖ, ଆରାମସେ ବୁଝିପାରିବ ଯେ କାଗଜର ମୁଟେଇ ସହିତ ଏ ଭଙ୍ଗାର କ'ଣ ସମ୍ପର୍କ ରହୁଛି। କାଗଜର ମୁଟେଇ ମନେକର ସପୋଜ 2 ସେଣ୍ଟିମିଟର, ତୁମେ ତାକୁ 50 ଥର ଭାଙ୍ଗିଲ, ତାର ମୁଟେଇ କେତେ ହେଇଯିବ? ପ୍ରଥମ ମୁଟେଇ ରହିବ କେତେ ରହିବ? ସେଇ 2। ଯେହେତୁ 50 ଥର ଭାଙ୍ଗିଛ, ତେଣୁ 2ର ଘାତ 50 ଗୁଣା ହେଇଯିବ। ଏଥିର ଅସୁବିଧା କ'ଣ? ବଢ଼ିଆ ପାଠ ଗୋଟେ କହିଛି। ଆଉ ପ୍ରତି 10 ଥରରେ ତୁମର ଦେଖିବ 2ର ଘାତ 10 ମଲ୍ଟିପ୍ଲାଏ ହେଉଥିବ। ତାମାନେ 1024 ଗୁଣ ବଢ଼ି ଚାଲିଥିବ। 1024 ଗୁଣ ପ୍ରତି 10 ଥରର। ତାମାନେ 0ରୁ 10 ଥର ଭାଙ୍ଗି ନଥିଲ, 10 ଥର ଭାଙ୍ଗିଲ, 10ରୁ 20, 20ରୁ 30, ତୁମେ 1024 ବଢ଼ି ବଢ଼ିକା ଯିବ ଆଗକୁ। ସେତିକି ଗୁଣ ବଢ଼ି ବଢ଼ିକା ତୁମେ ଯିବ, ତେଣୁ ହେବ କେତେ ହେଇଯାଇଥିବ। ବୁଝୁନ? ଖାଲି କହିଲା ନା ସେ ମେରିନାଇଟ୍ ରେଞ୍ଜ। ହଉ, ଆଜି ପାଇଁ ଏତିକି। ପରବର୍ତ୍ତୀ କ୍ଲାସ୍ରେ ଆମେ ପୁଣି ଏଇଠୁ ଆଗେ ଯିବା। ଧନ୍ୟବାଦ।